মা ও মাଉସୀ ଭାଇ ଓ ଭଉଣୀ ଆପଣମାନଙ୍କୁ ଏକା ସାଥିରେ ନମସ୍କାର। এই ଭିଡିଓଟି କେବଳ ଯେଉଁମାନେ ୟୁଟ୍ୟୁବରେ ହାରି ଯାଇଛନ୍ତି ସେମାନଙ୍କ ପାଇଁ। ବହୁତ ଲୋକ ତୁମର ଚେହେରା ଭଲ ନାହିଁ ମନେ କରି ସେମାନେ ଭିଡିଓ ଆରମ୍ଭ ବି କରନ୍ତି ନାହିଁ। ଆଉ ଅଧେ ଅଛନ୍ତି 50-100ଟା ଭିଡିଓ ଅପଲୋଡ କରିବେ ମାସେ 2 ମାସ 6 ମାସ ଭିଉ ଆଇଲା ସେମାନେ ମୋ ଦ୍ୱାରା ହବନି ଆଉ ମୁଁ ଏଇଠି ବନ୍ଦ କରିଦେବି ବୋଲି ସେମାନେ ଭାବନ୍ତି ଆଉ ସେଇଠି ହିଁ ବନ୍ଦ କରନ୍ତି। ବହୁତ ଲୋକ ଗରିବ ଲୋକମାନଙ୍କୁ ମୁଁ ଦେଖିଛି ଆଉ ସେଇ ସିଚୁଏସନ୍ ମୋର ବର୍ତ୍ତମାନ ହେଇଯାଇଛି। ଆଉ ଗୋଟେ ବର୍ଷ ମୋର ହେଲାଣି ୟୁଟ୍ୟୁବ ଚ୍ୟାନେଲ ଖୋଲିକି ବର୍ତ୍ତମାନ ପର୍ଯ୍ୟନ୍ତ 1000 ସବସ୍କ୍ରାଇବ କରିପାରିଲି ନାହିଁ ଆଉ 4000 ଘଣ୍ଟା କରିପାରିଲି ନାହିଁ। ମୋର ବି ସେଇ ସିଚୁଏସନ୍ ବର୍ତ୍ତମାନ ହେଇଛି। ଆଉ ଦେଖନ୍ତୁ ସବୁ ଜିନିଷରେ ଡର ଲାଗେ ହେଲେ ସମୁଦ୍ର ଯିବା ପାଇଁ ଯଦି ଆମେ ଇଚ୍ଛା କରିବା ତଥାପି ଡର ଲାଗିବ। ଆଉ ଜଙ୍ଗଲକୁ ଯଦି ପାହାଡ଼କୁ ଆମେ ଯିବା ପାଇଁ ଇଚ୍ଛା କରିବା ସେଇଟାକୁ ବି ଡର ଲାଗିବ। ହେଲେ ଆକ୍ଚୁଆଲି ସମୁଦ୍ର ମୁଁ ଯାଇଛି ମାଛ ଧରିବା ପାଇଁ ନୂଆରେ ବହୁତ ଡର ଲାଗୁଥିଲା। ଆଉ ଯେତେବେଳେ ମାସେ 2 ମାସ ହେଲା ପରେ ଆଉ କିଛି ଡର ପୁରା ଉଡ଼ିଗଲା, ମାନେ ଡର କିଛି ନାହିଁ। ପୁରା ନିର୍ଭୟରେ ମୁଁ କାମ କଲି। ଗୋଟେ ବର୍ଷ 2 ବର୍ଷ 3 ବର୍ଷ ପରେ ମୁଁ ବର୍ତ୍ତମାନ ଚେନ୍ନାଇକୁ ମୁଁ ପଳେଇ ଆସିଛି। ଚେନ୍ନାଇରେ ବର୍ତ୍ତମାନ ମୁଁ କାମ କରୁଛି ଆଉ ଟାଇମ୍ ବି ବର୍ତ୍ତମାନ ବହୁତ ସର୍ଟ ହେଇଯାଉଛି, 8ଟା ହେବାକୁ ଯାଉଛି। ତଥାପି ମୁଁ ଗୋଟେ ଭିଡ଼ିଓ ମୁଁ ଜବରଦସ୍ତ ଭିଡ଼ିଓ ବନାଉଛି। ମୁଁ ଖାଇବି ନ ଖାଇବି ସେଟା ବଡ଼ କଥା ନୁହେଁ, ମୋର ଭିଡ଼ିଓ ହେବା ଦରକାର। ଆଉ ତାପରେ ସେଭଳିଆ କାମ କରିବେ ଦେଖିବେ। ଆଉ ଏଇ ଭିଡ଼ିଓଟି ଗରିବ ଲୋକମାନଙ୍କର ବହୁତ ଇମ୍ପୋର୍ଟାଣ୍ଟ ଆଉ ସେଇଭଳିଆ ଅଭ୍ୟାସ ଦରକାର। ମୁଁ ବି ୟୁଟ୍ୟୁବରେ ମୋ ଚ୍ୟାନେଲଟାକୁ ଚେକ୍ କରନ୍ତୁ A to Z ଆରମ୍ଭରୁ ବହୁତ ଡରି କହିଛି। ବହୁତ ଡରରେ ମାନେ କ୍ୟାମେରା ସାମ୍ନାକୁ ପଳେଇ ଆସିଲା ମାତ୍ରେ ମୋତେ ବହୁତ ଡର ଲାଗେ। ଲୋକମାନେ କ'ଣ କହିବେ, କେତେ ଲୋକ ଦେଖିବେ, ମୋ ଚିନ୍ତା ସେଇଟା ଆସେ। ହେଲେ ସମସ୍ତଙ୍କର ମନରେ ଏଇ ଚିନ୍ତା ଆସେ। ତଥାପି ଆରମ୍ଭ ଯଦି ଆମେ ଷ୍ଟାର୍ଟ କରିବା ସେମିତି ହେଲେ ବି ଷ୍ଟାର୍ଟ କରି ଚାଲିବା ତାହେଲେ ଡର ସବୁ ପଳେଇ ଯିବ। ଆଉ ଆପଣ ଯଦି ନୂଆ ୟୁଟ୍ୟୁବର ଅଛନ୍ତି ତାହେଲେ କେବେ ମଝିରେ ଛାଡ଼ି ଦିଅନ୍ତୁ ନାହିଁ ଆଉ ଲାଷ୍ଟ କରନ୍ତୁ। 5 ବର୍ଷ ଲାଗୁ 10 ବର୍ଷ ଲାଗୁ ଷ୍ଟାର୍ଟ କରି ଚାଲନ୍ତୁ, କାହିଁକି ନା ୟୁଟ୍ୟୁବ ହେଉଛି ସବୁଠାରୁ ବହୁତ ଭଲ ପ୍ଲାଟଫର୍ମ। ଆଉ ଆମେ କମ୍ପାନୀରେ କେତେ ବର୍ଷ ପର୍ଯ୍ୟନ୍ତ କାମ କରିବା, ଯେ ପର୍ଯ୍ୟନ୍ତ ବଡ଼ ଅଛି ଗଧ ବଢ଼ିଆ କାମ କରତେ ହେବ। ଆଉ ବଡ଼ ଯଦି ସରିଗଲା ଯେତିକି ଆମେ ମନରେ ଆମେ ଇଚ୍ଛା କରୁଛୁ ଏତିକି ପଇସା ଇନକମ୍ କରିବା ପାଇଁ, ହେଲେ ସେତିକି ପଇସା ଆମେ କାମ କରିକିନା ମାନେ ଗଧ ଭଳିଆ ଖଟିକିନା କମ୍ପାନୀରେ ସେତିକି ପଇସା ଇନକମ୍ କରିପାରିବାନି ଯେତିକି ଆମେ ୟୁଟ୍ୟୁବରେ ଇନକମ୍ କରିପାରିବା। ଆଉ ଡିମୋଟିଭେଟ୍ ହୁଅନ୍ତୁ ନାହିଁ। ଆଉ ୟୁଟ୍ୟୁବରେ ଏହିପରି ନୂଆ ଡର ଲାଗେ ଆଉ ପୁରୁଣା ହେଲା ପରେ ଆଉ ଡର ଭୟ କିଛି ଲାଗେନି। ଆଉ ଠିକ୍ ଅଛି, ଆଜି ପାଇଁ ଟାଇମ୍ ହେଇଯାଇଛି। ବର୍ଷା ବି ଟିପୁ ବର୍ଷା ହେଉଛି ଆଉ ମୋର ମୋବାଇଲ ବି ପାଣି ପଶିଯିବ। ମୋର କମ୍ ଦାମିକା ମୋବାଇଲ ଆଉ ପଇସା ପତ୍ର ବି ନାହିଁ। ଆଉ ଏଇଟା ହିଁ ଥିଲା। ଆଉ ଏଇ ଭିଡ଼ିଓଟିକୁ ଆପଣମାନଙ୍କୁ ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରନ୍ତୁ। ଆଉ ଯଦି ଆପଣମାନେ ନୂଆ ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ। ଆଉ ସାଙ୍ଗସାଥିମାନଙ୍କ ପାଖକୁ ବି ସେୟାର କରନ୍ତୁ, ଯାହାଫଳରେ ସେମାନେ ବି ମୋଟିଭେଟ୍ ହେବେ, ବୁଝିପାରିବେ ନୂଆ ୟୁଟ୍ୟୁବ ଖୋଲିବା କେତେ କଷ୍ଟ, କୋଉପରି ଷ୍ଟାର୍ଟ କଲେ ହେବ। ଆଉ ଏଇ ବିଷୟରେ ଡର ହଟେଇବା ପାଇଁ ମୁଁ ଏଇ ଭିଡ଼ିଓଟା କରିଛି। ଆଉ ଏଇ ମୋ କଥାରେ ଯଦି ଆପଣମାନେ ମାନିଲେ ତାହେଲେ ସେହିପରି ୟୁଟ୍ୟୁବରେ ଷ୍ଟାର୍ଟ କରି ଚାଲିବେ, ଛାଡ଼ିବେ ନାହିଁ, ତାହେଲେ ଆପଣ ଆଗକୁ ବହୁତ ନିହାତି ବଢ଼ିପାରିବେ। ଆଉ ଯଦି ଆପଣଙ୍କୁ ଯଦି ଭଗବାନ ବି କୁହେ ତମେ କାମ କର, ୟୁଟ୍ୟୁବରେ କାମ କର, ତମେ ଯଦି ନିଜେ ନ କରିବ ତାହେଲେ କେବେ କରିପାରିବ ନାହିଁ। ଜୀବନ ସାରା ମରିବା ପର୍ଯ୍ୟନ୍ତ କରିପାରିବ ନାହିଁ। ସେଥିପାଇଁ ନିଜ ଇଚ୍ଛା କରିକି ଜବରଦସ୍ତ କରିବା ଦରକାର। ଠିକ୍ ଅଛି, ମୁଁ ଆଜି ପାଇଁ ରହୁଛି। ଟାଇମ୍ ବି ବହୁତ ହେଇଯାଇଛି, ଟାଇମ୍ ହେଇଗଲାଣି, ମୁଁ ଡ୍ୟୁଟି ଯିବି। ଆଉ ଆପଣମାନଙ୍କ ଇଚ୍ଛା, ଯଦି ସବସ୍କ୍ରାଇବ୍ କଲେ ବି ଠିକ୍, ନ ସବସ୍କ୍ରାଇବ୍ କଲେ ବି ଠିକ୍।
ମୁଁ ଜବରଦସ୍ତ କରିପାରିବି ନାହିଁ। ଆଉ ଯଦି ଏଇ ଭିଡିଓଟିକୁ ଭଲ ଲାଗିଥିବ କମେଣ୍ଟ କରି ଜଣେଇଦେବେ। ଆଜି ପାଇଁ ରହୁଛି, ବାଏ, ଜୟ ଜଗନ୍ନାଥ।